ଯୁକ୍ତ 2 କଳାରେ ଟପ୍ପର ହୋଇଛନ୍ତି ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରୀ ରୂପସା ଦାସ। ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ 2 ଫଳାଫଳ। ଏହି ପରୀକ୍ଷାରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରୀ ରୂପସା ଦାସ 600ରୁ 530 ମାର୍କ ରଖି କଳା ବିଭାଗରେ ଟପ୍ପର ହୋଇଛନ୍ତି। ଖୋର୍ଦ୍ଧା ଗୁରୁଜଙ୍ଗ ନିବାସୀ ସଞ୍ଜୟ କୁମାର ଦାସ ଏବଂ ଶୁଭସ୍ମିତା ଦାସଙ୍କ ଜ୍ୟେଷ୍ଠ କନ୍ୟା ରୂପସା ନିଜ ସଫଳତା ପାଇଁ ଭଗବାନଙ୍କ ଆଶୀର୍ବାଦ ସହିତ ନିଜର ମା ବାପା, ଗୁରୁଜନ, ଭାଇ ଭଉଣୀ, ଶିକ୍ଷକ ଶିକ୍ଷୟିତ୍ରୀ, ସହପାଠୀ ତଥା ବରିଷ୍ଠ ସହପାଠୀଙ୍କୁ ଶ୍ରେୟ ଦେଇଛନ୍ତି। ଏଥିପାଇଁ ସେ ଦିନକୁ 10ରୁ 12 ଘଣ୍ଟା ପରିଶ୍ରମ କରିବାକୁ ପଡ଼ୁଥିବା ବେଳେ ପରୀକ୍ଷା ସମୟରେ ରାତିରୁ ଉଠି ଟିକେ ଅଧିକ ପରିଶ୍ରମ କରିଥିବା ସେ କହିଛନ୍ତି। ମ୍ୟାଟ୍ରିକରେ 530 ମାର୍କ ରଖି ମଧ୍ୟ ନିଜ ମା ବାପାଙ୍କ ପରାମର୍ଶ କ୍ରମେ ଯୁକ୍ତ 2 କଳାରେ ବିଷୟକୁ ବାଛିଥିଲେ। ଯଦିଓ ଅଧିକାଂଶ ପିଲା ଉଚ୍ଚଶିକ୍ଷା ପାଇଁ ବିଜ୍ଞାନ ଓ ବାଣିଜ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ଜଣେ ଯଦି ଇଚ୍ଛା କରେ ତେବେ ନିଜ ସାଧନା ବଳରେ କଳାରେ ମଧ୍ୟ ଉନ୍ନତ ଶିକ୍ଷା ପାଇପାରିବ ବୋଲି ସେ କହିଛନ୍ତି। ତାଙ୍କ ବାପା ଜଣେ ଆଇନଜୀବୀ ହୋଇଥିବାରୁ ସେ ମଧ୍ୟ ଆଗକୁ ଆଇନ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରି ଓଡ଼ିଶା ଆଇନ ସେବା ପରୀକ୍ଷା ଦେଇ ଜଣେ ଭଲ ନ୍ୟାୟାଧୀଶ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଝିଅର ଏହି କୃତିତ୍ୱ ପାଇଁ ଉଭୟ ବାପା ମା ବହୁତ ଗର୍ବିତ ବୋଲି ପ୍ରକାଶ କରିଛନ୍ତି। ଯଦିଓ ତାଙ୍କର ପୁଅ ନାହାନ୍ତି, କିନ୍ତୁ ଆଜି ତାଙ୍କ ଝିଅ ତାଙ୍କୁ ଯେପରି ଗୌରବ ଆଣିଦେଇଛି, ତାଙ୍କ କେବେ ପୁଅର ଅଭାବ ଅନୁଭୂତ ହେବ ନାହିଁ ବୋଲି ଶ୍ରୀଯୁକ୍ତ ଦାସ କହିଛନ୍ତି। ମା ଶୁଭସ୍ମିତା ଜଣେ ଗୃହିଣୀ ହୋଇ ମଧ୍ୟ ନିଜ ଝିଅର ପାଠପଢ଼ାରେ ଯେପରି ବ୍ୟାଘାତ ନ ହୁଏ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି। ତେଣୁ ଏପରି ସଫଳତା ପାଇଁ ସମଗ୍ର ଅଞ୍ଚଳବାସୀ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗର୍ବିତ ବୋଲି ମତ ପ୍ରକାଶ କରିଛନ୍ତି। ଖୋର୍ଦ୍ଧାରୁ ସୈୟଦ ଅନସର ଅଲ୍ଲୀଙ୍କ ରିପୋର୍ଟ, ସଠିକ୍ ଖବର। ରୂପସା ଦାସ, ମୁଁ ପ୍ରାଣନାଥ ସମସ୍ତଙ୍କୁ ପ୍ରଥମେ ମୋର ପ୍ରଣାମ। ମୋ ନାଁ ହେଉଛି ରୂପସା ଦାସ। ମୁଁ ପ୍ରାଣନାଥ କଲେଜର ଛାତ୍ରୀ ଅଟେ ଏବଂ ଚଳିତ ବର୍ଷ ମୁଁ କଳାରେ ଟପ୍ପର ହେଇଛି ଆଉ ଫାର୍ଷ୍ଟ ର୍ୟାଙ୍କ ବି ଆଣିଛି। ସେଥିପାଇଁ ଖୁସି ଅଛି। କେତେ ଖୁସି ଅଛନ୍ତି ଆଉ କେମିତି ପରିଶ୍ରମ କରିଥିଲେ? ଖୁସି ତ ଅଛି, କିନ୍ତୁ ଆହୁରି ମାର୍କ ରଖିବାର ଆଶା ଥିଲା, ଏକ୍ସପେକ୍ଟେସନ୍ ତ ଥିଲା ଅଧିକ, କିନ୍ତୁ ଯେତିକି ଅଛି ସେତିକିରେ ବି ଖୁସି ଅଛି। ଆଉ ପରିଶ୍ରମ ତ ଅନୁଯାୟୀ ଏତେ ବି ଭଲ ମାର୍କ ଆସିନି, ଯେତିକି ଆସିଛି ଠାକୁରଙ୍କ ଦୟାରୁ ଠିକ୍ ଠାକ୍ ଅଛି। ଘରେ ଖୁସି ଅଛନ୍ତି, ସେଥିପାଇଁ ମୁଁ ବି ଖୁସି ଅଛି। ଆଉ ଷ୍ଟ୍ରାଟେଜି ବହୁତ ପରିଶ୍ରମ କରୁଥିଲି, ଦିନକୁ 12 ଘଣ୍ଟା 8 ଘଣ୍ଟା ଏମିତି ପରିଶ୍ରମ କରୁଥିଲି ଆଉ ଖୁସି ଅଛି। କାହାକୁ ଶ୍ରେୟ ଦେବେ ଆପଣଙ୍କ ସଫଳତାରେ? ପ୍ରଥମେ ମୁଁ ମୋର ବାବା ମାମା, ତାପରେ ମୋର ଭଗବାନ, ତାପରେ କଲେଜର ସାର୍ ମ୍ୟାମ୍, କୋଚିଂର ସାର୍ ମ୍ୟାମ୍, ମୋର ସିନିୟର ଭାଇ ଭଉଣୀ ମାନେ, ସେମାନେ ମୋତେ ବହୁତ ସପୋର୍ଟ କରିଛନ୍ତି। ମୋର ସାଙ୍ଗସାଥି ମାନେ ବି ମୋତେ ପାଠ ପଢ଼ାରେ ବହୁତ ସପୋର୍ଟ କରିଛନ୍ତି। ସମସ୍ତଙ୍କର ସପୋର୍ଟ ଅଛି। ଲକ୍ଷ୍ୟ କ'ଣ ଅଛି ଆଗକୁ? ଲକ୍ଷ୍ୟ ଆଗକୁ ଲ ପଢ଼ିବାର ଅଛି, ଲ ପଢ଼ିକି ଓଜେଏସ୍ ଦେବାର ଅଛି, ବାବାଙ୍କ ଭଳିଆ ଓକିଲାତି କରିବାର ଅଛି ଆଉ ଜଜ୍ ହେବାର ଅଛି। ଆଗାମୀ ଦିନରେ ଯୋଉ ଛାତ୍ରଛାତ୍ରୀ ମାନେ ଯୁକ୍ତ 2 ପରୀକ୍ଷା ଦେବେ ସେମାନଙ୍କୁ କ'ଣ ପରାମର୍ଶ ଦେବେ, କେମିତି ସେମାନେ ସଫଳ ହେବେ? ସେମାନଙ୍କୁ ପ୍ରଥମେ କହିବି, ପ୍ରଥମେ ତମେ ଆଗ ନିଜର ବାବା ମା ଯାହା କହୁଛନ୍ତି ସେୟା କର। ଆଉ ସେ ଯାହା ହେଲେ ଈଶ୍ୱରଙ୍କ ପାଖକୁ, ଯାହା ହେଲେ ଈଶ୍ୱର ତମକୁ ଯେମିତି ତମ ଆଶୀର୍ବାଦ ଦେବେ, ଈଶ୍ୱରଙ୍କ ପାଇଁ ବି ତାଙ୍କ ପାଇଁ ବି ପ୍ରାର୍ଥନା କର, ମେଡିଟେସନ୍ ହେରିକା କର। ଆଉ ଯେତିକି ଇଚ୍ଛା ହେଉଛି ସେତିକି ଭଲ, ଯେତିକି ଇଚ୍ଛା ହେଉଛି ସେତିକି ପଢ଼, କିନ୍ତୁ ଯେତିକି ପଢ଼ୁଛ ଭଲ ଭାବରେ ପଢ଼ ଆଉ କନସେପ୍ଟ କ୍ଲିୟର କର। ଯେତିକି କିଛି ନାହିଁ ଯେ ଖାଲି ଘୋଷି ଦେବା, କିଛି ସେମିତି କର ନା। ଯେତିକି କନସେପ୍ଟ ତମର କ୍ଲିୟର ହେଉଛି ସେତିକି କନସେପ୍ଟ କ୍ଲିୟର କରିକି ପାଠ ପଢ଼ ଆଉ ଏତିକି ଭରସା ରଖ, ମୁଁ କରିପାରିବି, ନିଶ୍ଚିନ୍ତ ଭଲ ହେବ। ବାସ୍। କେତେ ପରିଶ୍ରମ କରୁଥିଲେ ଦିନକୁ ଆପଣ? ଦିନକୁ ମୁଁ 12 ଘଣ୍ଟା ପରିଶ୍ରମ କରୁଥିଲି ଆଉ ଯେତେବେଳେ ଏକ୍ଜାମ ପାଖେଇ ଆସିଲା ପୁରା ରାତି ବସିକି ପଢ଼ୁଥିଲି। ମୁଁ ଆଡଭୋକେଟ ସଞ୍ଜୟ କୁମାର ଦାସ, ଗୁରୁଜଙ୍ଗ, ଖୋର୍ଦ୍ଧା। ସଫଳତା ବିଷୟରେ କ'ଣ କହିବା? ମୋ ମେନ୍ କଥା ହେଉଛି, ପ୍ରଥମ ହେଉଛି ଆପଣ କନ୍ୟା ରତ୍ନ କର ଯତ୍ନ। ତେଣୁ ଦେଶର ବର୍ତ୍ତମାନ ପ୍ରଥମ ପୋଜିସନରେ ବର୍ତ୍ତମାନ ସବୁ ଅଛନ୍ତି, ଝିଅମାନେ ଅଛନ୍ତି ଏବଂ ସେ ତାର ମୁଁ କେତେବେଳେ ତାକୁ ପରାମର୍ଶ ଦେଇପାରିନି, କାହିଁକିନା ମୋର ଆଡଭୋକେଟ୍ ୱାର୍କରେ ଅଲୱେଜ୍ ଏନଗେଜ୍। ତ ଷ୍ଟିଲ୍ ଦେନ୍ ତାକୁ କହିବାକୁ ପଡ଼େନି, ତାର ସେ ମନକୁ ମନ ପରିଶ୍ରମ କରେ ଏବଂ ଯାହାଫଳରେ ତା ପରିଶ୍ରମର ଫଳ ଆଜି ସେ ପାଇଛି। ଆଉ ମୁଖ୍ୟ ଜିନିଷ ହେଉଛି ଯେ ଆମେ ଯେଉଁ ଆର୍ଟ୍ସକୁ ହେଇଜ୍ଞାନ କରୁଛେ, ଆପଣ ଦେଖନ୍ତୁ ଯେତେ ଏମ୍ପ୍ଲୟମେଣ୍ଟ ରହିଛନ୍ତି ଆପଣ 60% ଆର୍ଟ୍ସ, ଅଲ୍ ଦ IAS OAS ଆଣ୍ଡ ବ୍ୟାଙ୍କିଂ ପର୍ସନ୍ସ, ଅଲ୍ ସର୍ଭିସ୍ ହୋଲ୍ଡର୍ସ ସମସ୍ତେ ଆର୍ଟ୍ସ ଚାକିରି ଅଛନ୍ତି। ଆଜି OAS ଦେବାକୁ ହେଲେ ଆପଣ ଆର୍ଟ୍ସ ଦରକାର, ଆଜି IAS ଦେବାକୁ ହେଲେ ଆପଣ ଆର୍ଟ୍ସ ଦରକାର।
तेणु से रिजन झील मोर मैट्रिक रे भल रिजल्ट रखिले फर्स्ट क्लास होते मो परसेंट भल रखिले एडवाइस टू योर जे तुम आर्ट्स पढ़ आर्ट्स पढ़ला मैंने तुम निश्चित भल कृतकार्य हो मुझे आशा करुँच परामर्श देती तुम फ्यूचर रे मिनिमम गोटे आईटी इनकम टैक्स अफिसर हो एवं आपणकर एक्साइज अफिसर हो एवं मुझे वकिलाती कर मो झीर इच्छा अच्छी ओजेएस मैटर उपर कि 5 इयर्स डिटेन सेल ओजेएस तुम सफल हो पार न पार तेणु एडवाइस टू माय डॉटर जे तुम आईटी अफिसर चेष्टा कर प्लस रेलवे चेष्टा कर बेटर हो बोले केते खुशी अछन मु तो बहुत हैप्पी अच्छी कहीं मुख्य जिनस मो चिंता करी मो जिते झील को लोक हे ज्ञान मन करती मो झील को मोर पुओ बोले हे तेणु सी मो सफलता आनी देती आज मो झील को जन्म करी मो पुअर अनुभव पाऊँ तेणु बहुत खुशी अच्छी झील जो सफलता पाई कौन कह प्रथम मुझे समस्त नमस्कार जनाऊँ तो मो झील बहुत खुशी अच्छी मुझे निजक भी बहुत गर्व अनुभव कर मो झील आज आर्ट्स रे टपर हो पार्टी आउ समस्ते भावती जे आर्ट्स हूँ गोटे माने निम्नमान गोटे पाठ बोली समस्त माने धारणा थाए किंतु मो झील माने मैट्रिक रे भी से 520 लेखा रखिकी भी भल परसेंट रखी किंतु ताको आमे समस्ते बापा माँ दिन मिसी करूँ ना तू आर्ट्स पढ़ से आम मान कथा मानी से आर्ट्स ही पढ़ला आज आर्ट्स ही ताको सफलता दे पारछि आज कॉलेज रे से प्रथम स्थान अधिकार करछि फर्स्ट रैंक रे रही से आम समस्ते बहुत खुशी अच्छे केमती कौन से परिश्रम करते घरे नहीं से बहुत परिश्रम कर माने निजे आखिरे देखी जिते देखा राति सारा सनिद्रा है माने संध्या 6टार पढ़ो जे सकाल 6 पर्यंत आम बहुत पार्टी कर तू तुम एत बाट पाठ पढ़ना आम ओल्टा निजे कहूँ ना तू शोई पड़ बसिके तेते पाठ पढ़नी जमा बहुत परिश्रम कर आज तार परिश्रम फल से आज खुशी अच्छा मु तो बहुत खुशी अच्छी खाली इंग्लीश रे टिके नंबर कमी जाइए तथापि चलो आ सबुथे बहुत भल नंबर रखी ओइजा बापा माँ को कौन परामर्श दे केमिति से माने पिला मानन को गाइड करिवे पिला माने तो प्रथमे पिला माने बापा माँ कथा मानिया दरकार बापा माँ माने भी पिला माने कथा मानिया दरकार पिला कौन करछि कौन नहीं बापा माने ताकू गाइड करिया दरकार आउ पिला माने बापा माँ माने पिला माने जोटा ठीक बापा माँ सेटा ही कहा दरकार ना कि माने पिला जदि कहबो मु एया करबी बापा माँ ताको कथा ही भासी जाउछन्ते किंतु पिला जोटा करि परबो ताको सेटा ही दबा दरकार